गोपाल जी क्रिएशन विदग्ध कला ओडिया संस्कृतिर परिचय पाला जार नाम आम पाला आम संस्कृति कार्यक्रम को आपण मानक स्वागत जनाऊँ। विहीन बोले पांडव हब 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 दुर्योधन कहला प्रभु एगुड़ा तो एटे बड़ुआ गुड़ाक पांचटा जाक भाई तमे अपांडवहीन केमिति करूच करिवो बोली केमिति केमिति ना बाण रखिछि। हाँ हाँ दीपावली रे जो बाण फुटिवो आज्ञा आज्ञा होली रे कोन सेई बाण फुटिवो नाई 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 होली रे जो बाण फुटिवो हाँ हाँ खुदुरुकुणी ओषारे कोन सेई बाण फुटिवो नाई सारे खुदुरुकुणी रे खाली ताल फुटुका तेणु लोक माने भिन्न प्रकार बाण देखिले सिना मन खुश करिवे आउ गोटे प्रकार बाण मारुथबो सबु तिथिरे किए भल पाइबो द्रोणाचार्य कहले गोटे भेराइटी बाण तैयारी करछि ना को बाण गुरुदेव हाँ ना नाडा हला चक्रव्यूह चक्रव्यूह ना सेईटा कोन कौन सेटा गुरुदेव कहिले हेला हेला कहले बाणुटा कोन जानिछु कौन शैव चक्रीवत चक्राकार शैव चक्राकार शैव चक्रीवत चक्राकार शैव चक्रीवत चक्राकार चक्रव्यूह गोटी अटे रुचिया चक्रव्यूह गोटी अटे रुचिया ठारू पूछ पर्यन्त रम्य ठारू पूछ पर्यन्त रम्य घरे होइछि संपूर्ण हेन धीर प्रकार देवा दृष्टान কলিটা কিয়ে তৈরি করেছি এটা কিয়ে তৈরি করেছি কিয়ে কিয়ে সে তৈরি করেছে এটাকু দ্রোণাচার্য কইলে মু তৈরি করেছি হেলা হেলা না কেমিতি তৈরি করেছ কেমিতি চক্রব্যূহ কলে দ্রোণ তৈরি চক্রব্যূহ কলে দ্রোণ তৈরি চক্রব্যূহ কলে দ্রোণ তৈরি চক্রব্যূহ কলে দ্রোণ তৈরি আদিও দ্বারে হেলে আপে দুয়ারে আদিও দ্বারে হেলে আপে দুয়ারে দ্বিতীয় দ্বারে দুশিলার কান্ত দ্বিতীয় দ্বারে দোষীরার কান্ত দ্বিতীয় দ্বারে দোষীরার কান্ত দ্বিতীয় দ্বারে দোষীরার কান্ত তৃতীয় দ্বারে রহে রবি সুত চতুর্থরে শল্য চতুর্থরে শল্য পঞ্চমে কৃপাচার্য মহাবল চতুর্থরে শল্য চতুর্থরে শল্য
ଚକ୍ରବ୍ୟୁହକୁ ତିଆରି କଲେ ରବରେ ହଁ ଦ୍ରୋଣାଚାର୍ଯ୍ୟ। ଆଜ୍ଞା ଆଜ୍ଞା ସେ କହିଲେ ଫାଷ୍ଟ ଗେଟ୍ଟା ଓହୋ ମୁଁ ଜଗିବି। ହେଲା ଦ୍ୱିତୀୟ ଗେଟ୍କୁ ଜଗିଲା ଜୟଦ୍ରଥ। ତିନି ନମ୍ବର ଗେଟ୍କୁ ଜଗିଲା କର୍ଣ୍ଣ। କର୍ଣ୍ଣ କାହିଁକି ଘଣ୍ଟାକୁ ଅନଉଛୁ? ମନ ହେଲେ ଦିନ ଜନ କରିକି ପଳେଇବା। 12:30 ବାଜିଲାଣି 7:30ରୁ ଆସିଥିଲୁ ଆମେ 12ଟା ବାଜିଲାଣି 4.5 ଘଣ୍ଟା ହେଲାଣି କେତେ ଘଟିବ ନା 11 ହଁ 11ଟା ବାଜିଲାଣି 7:4 ହେଲାଣି 4.5 ଘଣ୍ଟା ହଉନି 7:30ରୁ ଆସିଛୁ 7:30 ଆଉ କଣ ହେଇଥାନ୍ତା? ଓ ପେଣ୍ଡାଲ ଉପରେ ଯୋଉ ଡିଆ ନାଚ ଟିକେ ମୋ ଅଣ୍ଟା ଭାଙ୍ଗି ଯାଇଛି। ମୁଁ ଆସିବା କଥା ନୁହଁ। ତମ ଆଶା ପୂରଣ ହେଲାନି ମାନେ ପେଣ୍ଡାଲ ଉପରେ ଗୋଟେ ପାଳିଆକୁ ଠିଆ କରଉଛି ଏତେ ଶରୀର ସୁସ୍ଥ ହେଇକି। ଆଉ ତମ ମନ କେମିତି ପୂରଣ ହେଇଥାନ୍ତା କହ? ମନୋରଞ୍ଜନ ଟିକେ ହବ। ଲାଗିଛି ବାପା 11ଟା ବାଜିଲାଣି ପିଲା କହୁଛନ୍ତି ଯେତେବେଳେ ଟିକେ ମନୋରଞ୍ଜନ ହଉ। ମନୋରଞ୍ଜନ ସେପଟେ 7ରୁ 7:30 ଏଗୁଡାକ ହୋତା ପାଲାରେ ଚାଲେନି। ନାଇଁ ତା ମାନେ କଣ ମୁଁ ପାଳିଆ ରଖିନି? ଭଲ ଭୋଜନ ବୋଲେ ଆଉ କେମିତିଆ ଭୋଜନ? ଭିକାରୀ ବେଳକୁ ଆଣିଥାନ୍ତି? କହ ଯୋଉ ଭଜନ ପାଳିଆ ଭଜନଟି ଗାଉଛି ଭଲ ଲାଗୁନି? ମନ ଇଚ୍ଛାରେ କହୁଛ ଗୋଟେ କାମ କରିବ ଦେଖି ଆସିବ ମୋ ପାଖରେ ଟିକେ ପାଳିଆ ହେଇକି ବସିବ। 10 ମିନିଟ ଆସ ଟିକେ ପାଳିଆ ହେଇକି ବସ। ବେଶୀ କଥାବାର୍ତ୍ତା କରି ହେଉଛ। ନୃସିଂହ କହିଲ ମନୋରଞ୍ଜନ ଟିକେ ହବ ପାଳିଆ ଠିଆ କରିଦେବି ବା ଠିଆ ହେଇକି ଟିକେ ମନୋରଞ୍ଜନ କଲୁ। କହିଛି ପରା ଭାବନା ମୁଁ ଜାନୁହରା ହୋଇଛି ଦୁର୍ବଳ। ଯେତେ ଦୁର୍ବଳ ହେଇଯାଏ ହେଲା ହେଲା ନୃସିଂହ ହୋତା ପେଣ୍ଡାଲ ଉପରେ ଆସିଲେ ଆପଣଙ୍କ କୃପା ଦୟାରେ ସବଳ। କାହାକୁ ଛାଡ଼ିନି ନାଇଁ ନାଇଁ କି ଛାଡ଼ିବିନି। ଆଉ ଯୋଉଦିନ ଭାବିବି ମୁଁ ଦୁର୍ବଳ ସେଇଦିନ ଚାମରକୁ ମୋ ଘରେ ନାରାୟଣଙ୍କ ପାଖରେ ରଖି ମୁଣ୍ଡିଆଟିଏ ମାରିଦେବି। ପ୍ରଭୁ ମୋ ଦ୍ୱାରା ଆଉ ନୁହଁ। ନୁହଁ ଏଟା କିଏ କହିଲା କି ରେ ଏବେଠୁ ରଖିଦିଅ? ତା ବୋପାର କଣ ମୁଁ ହଳିଆ? ତା ବୋପା ଟଙ୍କାରେ ମୁଁ ପାଲା ଶିଖିଛି? ତା ବୋପା ପଇସାରେ ନୃସିଂହ ତା ଓଡ଼ିଶାରେ ନାଁ କରିଛି? ଅଭଦ୍ର ମତେ ସମବେଦନା ନ ଜଣେଇକି ମୋ ଭଙ୍ଗା ଦେହରେ ମୁଁ ତ ମୋର ସେବା କରିବାକୁ ଆଇଛି। ଏ ଜାରଜ ପିଲାଟା କିଏ କିରେ? କହିଲା ଏବେଠୁ ଚାମର ରଖିଦିଅ ମୋ ଘର ତୁ ପୋଷିବୁ। ଚିହ୍ନିନୁ ନୃସିଂହ ହୋତା କିଏ?
ଜିଅନ୍ତା ବାଘ ପେଣ୍ଡାଲ ଉପରେ 30 ବର୍ଷ ହେଲା କୋଉ ଗାୟକକୁ ଛାଡ଼ିନି। ୟୁଟ୍ୟୁବ ବାହାରି କର 100 ପାଲାରୁ 80ଟା ପାଲା ଆଗ ନୃସିଂହ ହୋତାର ବାହାରିବ। ଆଜ୍ଞା ଆଜ୍ଞା ଖୋଲା ଏବେଠୁ ଚାମର ରଖିଦିଅ। ଦେବତା ମୋ ଭଙ୍ଗା ଦେହରେ ମୁଁ ସେବା କରୁଛି, ତୁ ମତେ ଟିକେ ସମବେଦନା ଜଣେଇବା କଥା। ସାର୍ ଆପଣ ଏତେ ଅସୁସ୍ଥ ହେଇକି ବି ହଜାର ହଜାର ଲୋକ, ଗୋଟେ ଲୋକ ଉଠେଇ ଦେଲେଣି। କାଲି ପାଲାରେ ଏତିକି ଲୋକ ଥିଲେ। ମନେ ରଖିଥା, ବ୍ରାହ୍ମଣର ଅଭିଶାପ ଛୋଟିଆ ନୁହଁ। ନାଇଁ 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 ହାତ ଟେକିକି ଅଭିଶାପ ଦେଇଦେବି। ତିଆରି କରିଛନ୍ତି ଦ୍ରୋଣାଚାର୍ଯ୍ୟ ହେଲା ହେଲା ଚକ୍ରବ୍ୟୁହ। ହଁ ପ୍ରଥମ ଦ୍ୱାରରେ ଜଗିକି ରହିଲେ ଦ୍ରୋଣାଚାର୍ଯ୍ୟ, ଦ୍ୱିତୀୟ ଦ୍ୱାରକୁ ଜଗିଲା ଜୟଦ୍ରଥ, ହେଲା ହେଲା ତୃତୀୟ ଦ୍ୱାରକୁ ଜଗିଲା ଆଜ୍ଞା କର୍ଣ୍ଣ, କର୍ଣ୍ଣ ଚତୁର୍ଥ ଦ୍ୱାରକୁ ଜଗିଲା ଶଲ୍ୟ। ଆଜ୍ଞା ଆଜ୍ଞା କଲା କ୍ଷତ୍ରିୟ ବୃନ୍ଦ ବୃନ୍ଦାର୍କ ମଘବା, କ୍ଷତ୍ରିୟ ବୃନ୍ଦ ବୃନ୍ଦା କମଗବା, କ୍ଷତ୍ରିୟ ବୃନ୍ଦ ବୃନ୍ଦାର୍କ କମଗବା, କ୍ଷତ୍ରିୟ ବୃନ୍ଦ ବୃନ୍ଦା କମଗବା, ରହିଲେ ହୋଇ ଭୂରି ରହିଲେ ହୋଇ ଭୂରି ତମେ ଅଳମ୍ବୁ ସହଳାୟୁଧ, ତମେ ଆରମ୍ଭ ତଳାୟୁଧ, ସୌର ଗଣେ ରାମ ପ୍ରସିଦ୍ଧ, ନାମ କୃପ ବର୍ମା, ନାମ କୃଷ୍ଣ ବର୍ମା, ନାମ କୃଷ୍ଣ ବ୍ରହ୍ମା। ଦଶମ ଦ୍ୱାରେ ରହେ ଅଶୋଧନ, କଲା ଏକାଦଶ ଦ୍ୱାରେ ଲକ୍ଷ୍ମଣ କୁମାର, ଏକାଦଶ ଦ୍ୱାରେ ଲକ୍ଷ୍ମଣ କୁମାର, ଏକାଦଶରେ ଲକ୍ଷ୍ମଣ କୁମାର, ଏକାଦଶରେ ଲକ୍ଷ୍ମଣ କୁମାର, ବସି ଭାଇ ଦ୍ୱାଦଶ ଦ୍ୱାର ବସିଲେ ଯୋଗୀ, ବସିଲେ ରେ ଜଗି, ବସିଲେ ରେ ଜଗି। ଯେ ଶତ୍ରୁ ଆସିବ ପଛିବୁ ପାନି, ବାରଟା ଯାକ ଦ୍ୱାରକୁ ଜଗିଲେ। ହଁ ହଁ ବାପାଲୁ ବାପା, ତଥାପି ଗୋଟେ ଅପ୍ରିୟ ସତ କଥା କହିବି, ଏଇଟା ଆମ ମାନଙ୍କର ଟିକେ ଉପରି। ହଁ, ଭାଷଣ ନ ଦେଇକି ଯିଏ ଯାହା ନାରାୟଣଙ୍କ ଦରବାର ଦବାର ଅଛି ସିଧା ଦେଇଦିଅ। ଆଉ ତମେ ଯଦି 10 ଥର ଆସିକି 5 ମିନିଟ୍ ଲେଖେ ସମୟ ନେଇକି ଭାଷଣ ଦବ, ହଁ 50 ମିନିଟ୍ ପଳେଇଲା, ଟାଇମ୍ ପଳେଇବ। ଲାଭ କଣ ହବ? 12ଟା ଯାକ ଦ୍ୱାରକୁ ଜଗିକି ବସିଲେ। ହଁ
କ'ଣ ହବ ଏ ଚକ୍ରବ୍ୟୁହ? କ'ଣ ହବ? ବ୍ରହ୍ମାଣ୍ଡରେ ଚକ୍ରବ୍ୟୁହକୁ ଭେଦ କରିପାରନ୍ତି 3 ଜଣ। ସ୍ୱର୍ଗରେ ଇନ୍ଦ୍ର, ହଁ ମର୍ତ୍ତ୍ୟରେ ଅର୍ଜୁନ, ଅର୍ଜୁନ, ପାତାଳରେ ବାସୁକି ନାଗ। ଆଜ୍ଞା ଆଜ୍ଞା। ବାସୁକି ଉପାର କ'ଣ ଯାଉଛି ସେ ଆସିବ ଠିକ? କାହିଁ ଆସିବ? ଇନ୍ଦ୍ରର କ'ଣ କାମ? ସିଏ କାହିଁ ଆସିବ? ଭେଦିବା ବାଲା ଅର୍ଜୁନ। ହଁ ହଁ କିନ୍ତୁ ରୋହିଣୀ କି କଥା ଦେଇ ହେଲା। ମାୟା କରି ମାୟାବୀ ଭଗବାନ କୃଷ୍ଣ ଆଜ୍ଞା ଆଜ୍ଞା। ଅର୍ଜୁନକୁ ନେଇକି ପଳେଇଛି ଗଙ୍ଗା ନଦୀରେ ଜଳଧର ବ୍ୟୁହ ଭାଙ୍ଗିକି ମୟ ଅସୁରକୁ ମାରିବା ପାଇଁ। କ'ଣ ହବ? ଅର୍ଜୁନ ତ ନାହିଁ। ଚକିତ ହୋଇ ଭାଳନ୍ତି ଏ ବସି ଧର୍ମସୂତ চক্রব্যূহ ভেদনেকে হইব সামর্থ। ভীমে বলন্তি বাণী, ভীমে বলন্তি বাণী, ইহ ভেদি পারিবু কি বিরত রামণি, ভীমে বলন্তি বাণী, ভীমে বলন্তি বাণী, ইহ ভেদি পারিবু বিরত রামণি। শুনি বীর ব্রুপদার বদন্তি উদার, এবে বলকে তারা দেখা শুনা নাহি চক্র বিহকি প্রকার, তুই ডাকিলা নকুল, তুই ডাকিলা নকুল, ইহ ভেদি নাসি বুকি মোহর ପିଲାମାନେ ବସିଲେଣି 10 ମିନିଟ୍ ହେଇଗଲାଣି। ଆଜ୍ଞା ଆଜ୍ଞା। ଆଉ ବସେଇବିନି, କାରଣ ନାଇଁ। ମୁଁ କେବେ କାହାକୁ 5 ମିନିଟ୍ରୁ ଅଧିକ ସମୟ ବସାଏନି। ମୋ ଜୀବନ ଯେତିକି ସମୟ ଖଟିବି ହଁ ଏକା ଖଟିବି। ଆଜ୍ଞା। ଆଉ ଅନ୍ୟ ଦଳକୁ ଅଧଘଣ୍ଟେ ବସେଇବି, ତାଙ୍କ ଦେହରୁ ଝାଳ ମରି ଯାଇଥିବ, ହଁ ତାଙ୍କ ହ୍ୟୁମ୍ କମି ଯାଇଥିବ, ସିଏ ଯୋଉ ଉଷୁମରେ ଆସିଥିଲେ ତାଙ୍କ ଉଷୁମ କମିଯିବ। ପାଲା କେମିତି ହବ? ନାଇଁ ନାଇଁ ନାଇଁ। ଏହିଟାରୁ ହୋତା ପୁଅ ପରା ମାଗିଲା ବିଦାୟ, ମା ଭଉଣୀ ଲୋ ଟିକେ ହୁଳହୁଳି ଦିଅ, ହରିବୁଲୁ ସଙ୍ଗେ ଟିକେ ଧବ କର ହିରଗର ବାର ଗୋଟି ପଡ଼ିବ ଥୋଡ଼େ। ଏଥର ଦିଅ ଚଳିବ। ଏଇଟା ଧରିକି କହିଦିଅ। ହ୍ୟାଲୋ, ଆମର ଗୋପାଳ ଯେଉଁ କ୍ରିଏସନର ଆମର ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ ଗୋପାଳ ଯେଉଁ କ୍ରିଏସନର ସୂର୍ଯ୍ୟ ଭାଇଙ୍କର ମନରେ ଦୁଇପଦ କଥା, ହଁ ଧାଟି ଆସେ। ଯାହାକି ସୂର୍ଯ୍ୟ ଭାଇ କହିଲେ ଆମର ହୋତା ସାର୍ ତାଙ୍କର ଗୁରୁ
ଏବଂ ଦୀର୍ଘ 10 ବର୍ଷ ହେଲା ସେ ବହୁତ ଚେଷ୍ଟା କରିଛନ୍ତି ହୋତା ସାରଙ୍କର ପାଲାକୁ ଟିକେ ୟୁଟ୍ୟୁବରେ ଛାଡ଼ିବା ପାଇଁ। ତେଣୁ ସୂର୍ଯ୍ୟ ଭାଇ ଆମର ହୋତା ସାର ଗୁରୁ ବୋଲି ମନେ କରନ୍ତି। ଦୀର୍ଘ 10 ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଆଜି ହୋତା ସାରଙ୍କ ପାଲାକୁ କିଛି ଯାହାକି ଆମର ରେକର୍ଡିଂ କରିଛନ୍ତି। ତେଣୁ ଆମର ସୂର୍ଯ୍ୟ ଭାଇ ବହୁତ ଖୁସି ଅଛନ୍ତି। ତେଣୁ ଗୋପାଳଜୀ କ୍ରିଏସନ ତରଫରୁ ହୋତା ସାରଙ୍କୁ 100 ଟଙ୍କା ଅର୍ପଣ କରାଯାଇଛି। ଆଶା କରେ ହୋତା ସାର ସ୍ୱାଦରେ ଗ୍ରହଣ କରିବା ହେବେ। ହଉ ବାପା ଦେ ମୁଁ ମୋ ପକେଟରେ ପୁରେଇ ଦେବି। ସେଫ୍ଟି ପିନରେ କାହିଁ କଣା କରିବୁ ଟଙ୍କା ଗୁଡ଼ାକ। ନମ୍ବର ମୁଁ ସଦାବେଳେ ଫୋନ୍ ସୁଇଚ୍ ଅଫ୍ କରିକି ରଖୁଛି। କାହିଁକି ଏତେ ପାଲା ମୁଁ ସମ୍ଭାଳି ପାରୁନି। ଆଜି ଦିନରେ 20ଟା ପାଲା ବହିନା ଆସିଛି। ମୁଁ କେତେ ଗାଇବି, ମୋ ଦେହ ତ ଭଲ ନାହିଁ। ଆଜ୍ଞା ଆଜ୍ଞା এইଥିପାଇଁ ମୋବାଇଲ ସୁଇଚ୍ ଅଫ୍। ହଉ ପ୍ରଭୁ କୃପା କରନ୍ତୁ। ମୋ ବାପା ଲୋ କୃଷ୍ଣ ଚରଣାର ବିନ୍ଦ ଭକ୍ତିରସ୍ତୁ ସର୍ବାରିଷ୍ଟ ଶାନ୍ତିରସ୍ତୁ। ହେଲା ହେଲା